नमस्कार दर्शक बंधु 17 सेप्टेम्बर 2025 बुधवार दिन पड़ुछि पवित्र विश्वकर्मा पूजा। चलित वर्षर विश्वकर्मा पूजा को बहुत खास एवं विशेष बोली मना जाउछि कारण एही दिन कन्या संक्रांति मध्य पड़ुछि एवं एही दिन एकादशी मध्य पड़ुछि। गोटिए दिन रे संक्रांति एकादशी एवं विश्वकर्मा पूजा पड़ुछि। एही गोटिए दिन को बहुत शुभ मना जाउछि। विश्वकर्मा पूजा दिन अनेक शुभ जोगर निर्माण हेबाकु जाउछि। आयुष्मान जोग, महालक्ष्मी जोग, अमृत सिद्धि जोग एहीपरि 62 प्रकारर शुभ जोगर निर्माण हेबाकु जाउछि। तेणु बंधु माने आजिर एही भिडियोटी आपण मानक पई बहुत खास एवं गुरुत्वपूर्ण हेबाकु जाउछि। आज आपण मानकु कहिबु एमिति एक उपाय जहाकु करी आपण माने सिद्धि लाभ करि परिबे। रोग दुख कष्ट आपणक दूर हेबो। ଏହା ସହିତ ଆର୍ଥିକ କ୍ଷେତ୍ରରେ ଯଦି ଆପଣମାନେ ହଇରାଣ ହେଉଛନ୍ତି, କଷ୍ଟ ଭୋଗ କରୁଛନ୍ତି, କେଉଁ ଆଡ଼ୁ ଧନ ବି ଆସୁନାହିଁ, ଋଣଗ୍ରସ୍ତ ଅଛନ୍ତି, ତେବେ ଏହି ଦିନ ଛୋଟିଆ କାର୍ଯ୍ୟଟି କରନ୍ତୁ। ଆପଣଙ୍କ ଅନେକ କ୍ଷେତ୍ରରେ ସମସ୍ୟା ଦୂର ହେବ। ସିଦ୍ଧିପ୍ରାପ୍ତି ପାଇଁ ଧନ ଧାନ୍ୟ ଦୁର୍ଭାଗ୍ୟ ଦୂର କରିବା ପାଇଁ ଏହି ଦିନ ଆପଣ ବିଶ୍ୱକର୍ମା ପୂଜା ସାରି ଗଣେଶଙ୍କ ଅତି ପ୍ରିୟ ଫୁଲ ଧଳା ଅରଖର ଚେର ସଂଗ୍ରହ କରନ୍ତୁ। ଏହି ଚେରକୁ ଗଙ୍ଗା ଜଳରେ ଧୋଇ ଠାକୁରଙ୍କ ପାଖରେ ରଖି ପୂଜା କରନ୍ତୁ। ପୂଜା କରିବା ପରେ ତାକୁ ଏକ ରୂପା କିମ୍ବା ତମ୍ବାର ଡେଉଁରିଆ ଭିତରେ ପୂରାଇ ଏହି ଚେରକୁ ଧାରଣ କରନ୍ତୁ। ଏହା କରିବା ଦ୍ୱାରା ବର୍ଷକ ଭିତରେ ଆପଣଙ୍କ ଧନ ଧାନ୍ୟରେ ବୃଦ୍ଧି ଘଟିବ। ଏହି ଦିନ କଳା ଦୁଦୁରାର ଚେରକୁ ଗଙ୍ଗା ଜଳରେ ଧୋଇ ପୂଜା କରି ଧାରଣ କଲେ ଶନିଦେବଙ୍କ କୃପା ମିଳେ। ଏହା ଛଡ଼ା ଆପଣ ଗୁଗୁଛିଆ କିମ୍ବା ଅପମାର୍ଗର ଚେର ମଧ୍ୟ ଧାରଣ କରିପାରିବେ। ଏହି ସବୁ କାର୍ଯ୍ୟ କଲେ ଆପଣଙ୍କ ଆର୍ଥିକ ଅବସ୍ଥାରେ ଅନେକ ଲାଭ ହେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସାମାଜିକ ଅବସ୍ଥାରେ ଉନ୍ନତି ଘଟିବ।